25 ତ କେବେଠୁ ସରିଗଲାଣି। ଏଇ ବର୍ଷରେ ଅନେକ ବୁଲିଲି ଆଉ ବୁଲିବାର ଭିଡ଼ିଓ ବି ବନେଇଲି, କିନ୍ତୁ ଏବେ ବି ମୋର ସବୁଠୁ ମନପସନ୍ଦର ମୁହୂର୍ତ୍ତ ଭିଡ଼ିଓରେ ଆସିବା ବାକି ଥିଲା। ତେବେ ଚାଲନ୍ତୁ କାହାଣୀର ପ୍ରଥମ ଭାଗ ଆପଣମାନଙ୍କୁ ଶୁଣେଇବି, ଯାହାର ନାଁ ଅନ୍ତ ଆରମ୍ଭର ଏକ ପୂର୍ବାଭାସ। ତେବେ ଚାଲନ୍ତୁ ଭେଟିବା ତାଙ୍କୁ ଜଣକ ପରେ ଜଣେ। କାହାଣୀର ପ୍ରଥମ ଚରିତ୍ର ଦେବାକୁ। ଶୀର୍ଷକ ଦେବା ଏକ ଅନ୍ତହୀନ ସଙ୍ଗୀତ। ଘର ତାର ପୁରୀ ଜିଲ୍ଲା ଅସ୍ତରଙ୍ଗ। ବାହାରି ପଡ଼ିଲୁ ଆମେ ତାଙ୍କ ଘରକୁ। ଯିବା ଆଗରୁ ଭୋକ ବି ବହୁତ ହେଲାଣି, ତେଣୁ ଆମ କାକଟପୁର ଫେମସ୍ ବାବା ସାହୁ ସେ ଦୋକାନରେ ଖାଇସାରିଲୁ। ବାଟରେ ଯାହା ସବୁ ଦେଖିଲି ସେସବୁ ମୋ ପାଇଁ ଦୃଶ୍ୟ ଥିଲା, କିନ୍ତୁ ଦେବା ପାଇଁ ସେସବୁ ଅତୀତର ସ୍ମୃତି। ଆମ ଛାତ୍ର ଆମ ଡାକ୍ତର ଦେବଦତ୍ତ ମହାନ୍ତି। ଯଦି ମୁଁ ଦେବାର ଚରିତ୍ରକୁ ଟିକେ ବି ପାଖରୁ ଲକ୍ଷ୍ୟ କରିବି, ତାହେଲେ ମୁଁ ପାଏ ଯେ ସେ ଗୋଟେ ହସ ହସ ଚେହେରା ପଛରେ ଗୋଟେ ଗମ୍ଭୀର ହୃଦୟ, ଯେ ଅନ୍ତ ଆଉ ଆରମ୍ଭର କଳହ ଭିତରେ ନିଜେ ତ ଛନ୍ଦି ହେଇଯାଇଛି ସତ, କିନ୍ତୁ ତା ନିଜ ଲୋକମାନଙ୍କର ଜୀବନର ପ୍ରତିଟି ଆରମ୍ଭର ସବୁଠୁ ସୁନ୍ଦର ପ୍ରେରଣାଟିଏ ପାଲଟି ଯାଇଛି। ତାର ବାହ୍ୟ ଚାଲିଚଳନରେ ଆଧୁନିକତାର ଛାପ ଦେଉଥିଲେ ବି ଅନ୍ତରରେ ସେ ସରଳିଆପଣ ତା ପରିବେଶରୁ ବେଶ ଅନୁଭବ କରିହୁଏ। ପରେ ଟିକିଏ ସମୟ ଛାତରେ ଉତ୍ପାତ କଲା ପରେ ଆମେ ବାହାରି ପଡ଼ିଲୁ ଗାଁ ବୁଲିବା ପାଇଁ। ଏବେ କିନ୍ତୁ ଆମ ଗାଡ଼ି ଯେଉଁ ପ୍ରଥମ ଠିକଣାରେ ପହଞ୍ଚିଲା, ସେଇଟା ଥିଲା ଆମ ମିସ୍ ପାୟଲଙ୍କ ଘର। Hi guys, this is our vlog and the main guest Miss Payal. Miss Payal କିଛି ଗୋଟେ କହିଦିଅ। ଆରେ କଣ ହବ? କଣ କହିବି? Hello guys. ତାକୁ ଘର କମ୍ ଗୋଟେ ବିଦ୍ୟାଳୟ ଅଧିକ କୁହାହବ। ପରିବେଶର ସେ ଭାରିପଣ ମୋତେ ସେ ଘରର ପ୍ରତିଟି କାନ୍ଥର ଅନୁଭବ ହେଉଥିଲା। ସେ ଉପସ୍ଥାନ ଖାତା, କଳାପଟା, ପାଠାଗାର, ତାକୁ ଦେଖି ମୋ ପିଲାଦିନର ସ୍ମୃତି ସବୁ ଆଉ ଥରେ ଖଣ୍ଡି ଉଡ଼ା ଦେଉଥିଲା। ଧୀରେ ଧୀରେ ରାତି ଅଧିକ ଅନ୍ଧାର ହେବାକୁ ବସିଲା, ଆଉ ତାକୁ ଏ କାଲୁଆ ଶୀତ ଆହୁରି ଜୋରେ ମାଡ଼ି ବସିଲା। ତାପରେ ସୁସ୍ୱାଦୁ ଡିନର ଖାଇସାରିବା ପରେ ଉଷୁମ କମଳ ତଳର ଖଟି ହିଁ ଏକମାତ୍ର ରହିଯାଇଥିଲା। ଏବେ ପରଦିନ ସକାଳୁ ଆମେ ଦିନେ ବାହାରି ପଡ଼ିଲୁ ଅସ୍ତରଙ୍ଗର ଚର୍ଚ୍ଚିତ ବଣଭୋଜିସ୍ଥଳୀ ଜାହାନିଆ ବିଚ୍। ବିଚ୍ରେ ସମୁଦ୍ର ତ ଉତ୍ପାତ କରୁ ହିଁ ଥିଲା, କିନ୍ତୁ ତାଠୁ ବେଶୀ ଉତ୍ପାତ ବୋଧେ ସେଠି ମୁଁ ହିଁ କରୁଥିଲି। ଦେବା ଯାହା ହଉ କୌଣସି ମତେ ମୋ କବଳରୁ ନିଜକୁ ବଞ୍ଚେଇ ପାରିଥିଲା, କିନ୍ତୁ ଏବେ ବି ଆସିବା ବାକି ଥିଲା କାହାଣୀର ଆଉ ଗୋଟେ ମୁଖ୍ୟ ଚରିତ୍ରକୁ। ଆପଣ ନାଁ ଅନୁମାନ କରିପାରୁନଥିବେ, ତ ନାଁ ତାର ବର୍ତ୍ତମାନ ଅସ୍ତରଙ୍ଗର ଭୂଇଁରେ ନୂଆ କ୍ୟାରେକ୍ଟର ଏଣ୍ଟ୍ରି କରିଛନ୍ତି, ଯିଏକି ବର୍ତ୍ତମାନ କାହାଣୀକୁ ପୁରା ବଦଳେଇ ଦେବେ। ମିନିମମ୍ 2 ଘଣ୍ଟା ହେଲାଣି ସେ ବାଟରେ ଥିଲେ, ଏବେ ଗୟା, ଆଉ ତା କାହାଣୀର ନାଁ ଗୟା ଏକ ସଂଜ୍ଞାହୀନ ବର୍ଣ୍ଣନା। ଗୟା ସେ ଗୋଟେ ଚରିତ୍ର ନୁହେଁ, ବରଂ ସେ ଜୀବନ ଜୀଇବାର ଗୋଟେ ବହିଟିଏ, ଯାହାର ଅନ୍ତରକୁ ଥରେ ଝାଙ୍କିଲା ପରେ ମନକୁ ମନ ପ୍ରଶ୍ନ ଆସେ, ସତରେ ଏମିତିଆ ମଣିଷ କ'ଣ ଆଜି ବି ଅଛନ୍ତି? କାହାଣୀର 2 ମୁଖ୍ୟ ଚରିତ୍ର ମୋ ସାଙ୍ଗରେ ଥିଲେ। ଏବେ ମିସ୍ ପାୟଲ ଆଉ ଚିନୁ ବି ଆମ କାହାଣୀରେ ଯୋଡ଼ି ହେବାର ସୁଯୋଗ କୋଉଠୁ ଛାଡ଼ିଲେ। Hello guys. ଅସ୍ତରଙ୍ଗର ଏମିତି ବହୁତ ସାରା କାହାଣୀ ଅଛି ଏଠି ଦେଖିବା ପାଇଁ, ତ ମାନେ ଭାବିନଥିଲି ବର୍ଷ ଶେଷ ବେଳକୁ ଏତେ ସୁନ୍ଦର ସୁନ୍ଦର ଜିନିଷ ଦେଖିବାକୁ ମିଳେ। ସେଠୁ ବାହାରିବା ପରେ ଚାଲିଲୁ ଆମେ ଗୟା ଘର ଅଭିମୁଖେ, ଦେଖିବା ପାଇଁ ତା କାହାଣୀର ଆଦ୍ୟ ଭାଗକୁ। ପ୍ରଥମେ ମୋ ପାଦ ଯୋଉଠି ଅଟକିଲା ସେଟା ଥିଲା ଜେଜେଙ୍କ ପାଖରେ। ନପାଠ ପଢିଲେ ନପାଠରେ ଗଜ ମୂର୍ଖ ହବ ଆଉ। ପରେ ଖାଇସାରିବା ପରେ ଆରମ୍ଭ ହେଲା କ୍ରିକେଟ ଖେଳ। କହିବ ଯେ କେମିତି ତମ ପଡିଆ ସହିତ କେମିତି ସମ୍ପର୍କ, ଆଜି ତମ ଜନ୍ମ ପଡିଆରେ ଭଲ ନଥିଲା ଯେତେବେଳେ ଲାଲତିଟି ପାଦ ଦେଇଛି ସେତେବେଳେ ଭଲ ଲାଗିଲାନି। ପଡିଆଟା ଚିନୁଙ୍କ ମୁହଁରୁ ଶୁଣିବା ଗୟା ଏଇ ପଡିଆ ସହିତ କେତେ ପରିଚିତ, ଆଉ ଏଇ ଜାଗାରୁ ବାହାରି ଗୟା କେତେ ନାଁ କମେଇଲେ। ବାହାରିକି ନାଇଁ, ଗାୟା ଗଲା ପରେ ପଡିଆଟା ବହୁତ ନାଁ କମେଇଛି। ଖେଳ ସରିବା ପରେ ଚାଲିଲି ଗୟାଙ୍କ ପାନ ବରଜ ଦେଖିବା ପାଇଁ। ଯାଉଛୁ ପାନ ବର୍ଜ ଦେଖିବା ପାଇଁ। ମ୍ୟାଚ୍ ସରିଯାଇଛି, ଗୟା ଟିମ୍ 1-1 ଡ୍ର କରିଛି। ବହୁତ ଦିନରୁ ମନ କରିଥିଲି, ଦେଖିକି ଭାରି ଭଲ ଲାଗିଲା। ଦେବା ମୁଁ ଆଉ ଘରକୁ ଫେରି ଆସିଲୁ ଦେବା ଘରକୁ। ଆରେ ଖାଲି ସ୍କୁଟି କଥା ଭୁଲିଗଲୁ? ଓହୋ, ଆରେ ସେ ସ୍କୁଟିର ଯୋଉ ଇନୋଭେଟିଭ ସ୍କିଲ୍
ଗାଈକୁ ତ ମାନିବାକୁ ପଡିବ। ହଁ ସେ ଗୋଟେ ହାତରେ ଗାଡ଼ି ଗୋଟେ ହାତରେ ବାଡେଇ ବାଡେଇ ଚାଲୁଥିବି। ଯାହା ବି ହଉ। ଆଉ ତାପରେ ରାତ୍ରି ଭୋଜନ ତାସ୍ ଆଉ ଅଗଣିତ ଖଟିର ଆସର ଭିତରେ ରାତିଟା କେମିତି କଟିଗଲା ଜଣା ବି ପଡ଼ିଲା। ଏବେ ମୋ 2-3ର ଅସ୍ତନଗର ରହଣି ତ ସରିବାକୁ ବସିଲାଣି, କିନ୍ତୁ ଫେରିଲା ବେଳକୁ ମୋତେ ଇଚ୍ଛା ହେଉନଥିଲା ସେ 2 ଜଣଙ୍କୁ ଛାଡ଼ିକି ଆସିବା ପାଇଁ। କିନ୍ତୁ କ'ଣ କରିବା, ସବୁ କାହାଣୀର ଅନ୍ତ ତ ଦିନେ ନା ଦିନେ ଆସିବାର କଥା। କିନ୍ତୁ କାହାଣୀର ଅନ୍ତିମ ଫର୍ଦ୍ଦକୁ ଲେଖୁ ଲେଖୁ ମୋତେ ଏ କଥା ବୁଝା ତ ପଡ଼ିଯାଇଥିଲା ଯେ ଗୟା ଆଉ ଦେବା ଏ ଦୁହେଁ ମୋ ଜୀବନର 2ଟା ଭିନ୍ନ ଭିନ୍ନ ଅଙ୍ଗ ନୁହନ୍ତି, ବରଂ ଏମାନେ ଏମିତି ଏକ ଅଭିନ୍ନ ପ୍ରଣାଳୀରେ ମୋ ସହିତ ଛନ୍ଦି ହୋଇଯାଇଛନ୍ତି ଯାହାଙ୍କ ଉପସ୍ଥିତି ମୋ ମୁହଁରେ ହସ ଦିଏ, ଯାହାଙ୍କ କାହାଣୀ ମୋ ଜୀବନର ଜୀବନୀ ପାଲଟିଯାଏ, ଆଉ ଯାହାଙ୍କ ଯୋଗୁଁ ଅନ୍ତ ବି ମୋତେ ଆଜି ଗୋଟେ ସୁନ୍ଦର ଆରମ୍ଭର ପୂର୍ବାଭାସ ଦେଇଯାଏ।